ଅଛି ସମ୍ବିଧାନକୁ ନେଇକି ଯୋଉ ଆଇନ ରହିଛି ସମ୍ବିଧାନ ଅନୁସାରେ ଦେଶ ଚାଲିନି। ତେଣୁ ଦେଶକୁ ଗୋଟେ ସୁରକ୍ଷିତ ଢଙ୍ଗରେ ଜନସାଧାରଣଙ୍କର ଯୋଉ ମତ ଢଙ୍ଗରେ ଚଳେଇବା ପାଇଁ ଜନସାଧାରଣଙ୍କ ଯୋଉ ନିର୍ଦ୍ଦେଶ ରହିଛି, ଯୋଉ ଜନାଦେଶ ରହିଛି, ସେ ଜନାଦେଶ ସମ୍ବିଧାନ ବଳରେ ଦିଆଯାଇଛି। କିନ୍ତୁ ସମ୍ବିଧାନକୁ ଆଜି ଅଣଦେଖା କରିକି ବିଜେପି ସରକାର ନିଜର ଶାସନ ନିଜର ବାହା ଚାଲିଛି, ତାକୁ ଲୋକଙ୍କ ପାଖରେ ସଚେତନ କରିବା ପାଇଁ ମହା ଆଲୋଚନା ଅଧିବେଶନ ରହିଛି। ତେଣୁ ସେଠାରେ ରାହୁଲ ଗାନ୍ଧୀ ଆସୁଛନ୍ତି। କୋରାପୁଟ ଜିଲ୍ଲାରୁ ଗତକାଲି ଆମେ ଯାହା ପ୍ରସ୍ତୁତି କରିଥିଲୁ, ଆମମାନଙ୍କର ଯେ ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଅଛନ୍ତି ରାଜନିକା ଆସିଥିଲେ, ବିଧାୟକ ରାଜଗାଙ୍ଗପୁର, ଏବଂ ଆମମାନଙ୍କର ସାଧାରଣ ସମ୍ପାଦକ ଯିଏ ଅଛନ୍ତି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଫୁଲ, ଜିଲ୍ଲା କଂଗ୍ରେସ ଯିଏ କୋଅର୍ଡିନେଟର ଅଛନ୍ତି ଏବଂ ପୂର୍ବତନ ବିଧାୟକ ସମସ୍ତ ସାଂସଦ ଆମେ ଆଲୋଚନା କରିଛେ। ଆଲୋଚନା କରିକି କିଭଳିଆ ଭାବରେ ଅବିଭକ୍ତ କୋରାପୁଟ ଜିଲ୍ଲାର ହଜାର ହଜାର ସଂଖ୍ୟାରେ ରାହୁଲ ଗାନ୍ଧୀଙ୍କର ସେଇ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ, ଜୟ ବାପୁ ଜୟ ସମ୍ବିଧାନ କାର୍ଯ୍ୟକ୍ରମରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକ ବ୍ଲକରୁ ପ୍ରତ୍ୟେକ ପଞ୍ଚାୟତରୁ ଲୋକ ଶତପ୍ରତ ଭାବରେ ସମ୍ବିଧାନକୁ ସୁରକ୍ଷା ଦେବା ପାଇଁ ଗୋଟେ ସୁଯୋଗ ସୃଷ୍ଟି ହେଇଛି। ତେଣୁ ସମ୍ବିଧାନ ପାଇଁ ଯୋଉ ଭଳିଆ ଭାବରେ ଗୋଟେ ମନୋଭାବ ରହିଛି ଲୋକଙ୍କର, ଭାରତ ବର୍ଷର ଆତ୍ମା ହଉଛି ସମ୍ବିଧାନ। ତେଣୁ ଆତ୍ମାକୁ ବଞ୍ଚାଇବା ପାଇଁ, ଆତ୍ମା ବିଷୟରେ ମହା ଆଲୋଚନା କରିବା ପାଇଁ, ମହା ଅଧିବେଶନରେ ଭାଗ ନେବା ପାଇଁ ହଜାର ହଜାର ସଂଖ୍ୟାରେ ଗ୍ରାମାଞ୍ଚଳରୁ ଜନସାଧାରଣ ସୁଅ ଛୁଟିଛି। ବହୁ ସଂଖ୍ୟାରେ ଆମମାନଙ୍କୁ ମଧ୍ୟ ଯୋଗାଯୋଗ କରୁଛନ୍ତି କୋଉ ଜାଗାରେ କାର୍ଯ୍ୟକ୍ରମ ହବ। ତେଣୁ ମୁଁ ସମସ୍ତଙ୍କୁ ଆପଣଙ୍କ ଜରିଆରେ ଅନୁରୋଧ କରୁଛି, 11 ତାରିଖ ଦିନ ବରମୁଣ୍ଡା ଭୁବନେଶ୍ୱର ଠାରେ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ ଅଛି। ତେଣୁ ସମସ୍ତେ ଭୁବନେଶ୍ୱର ଚାଲ, ଆବାଳ ବୃଦ୍ଧ ବନିତା, ଛାତ୍ର ଯୁବ, ମହିଳା, ସରକାରୀ ବେସରକାରୀ, ପୁଣି ଯେଉଁମାନେ ଜନସାଧାରଣ ସମ୍ବିଧାନ ପାଇଁ ଯାହାର ଚିନ୍ତା ରହିଛି, ଦେଶ ପାଇଁ ଯାହାର ଚିନ୍ତା ଅଛି, ଭାରତ ମାତା ପାଇଁ ଯାହାର ଚିନ୍ତା ଅଛି, ସମସ୍ତେ ସେ ଜାଗାରେ ରୁଣ୍ଡ ହେଇକି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁରୋଧ କରୁଛି।